ନିୟମକୁ ନ ଭାଙ୍ଗି କଣ ବାସ୍ତୁର ପ୍ରତିକାର ହେଇପାରିବ? ହଁ, ସବୁ ଜିନିଷ ସମ୍ଭବ। ଯଦି ସପୋଜ ସିଢି ତଳେ ଆମ ସିଢିଟା ହେଇଛି ଅଶୂନ୍ୟ କୋଣରେ, ତ ଆମକୁ ନିହାତି ପୂର୍ବ ଉତ୍ତର କୋଣରେ ହେଇଛି ମାନେ ଆମକୁ ଆର୍ଥିକ ସମସ୍ୟା ଆସିବ, ମାଇଣ୍ଡ ଜାମ୍ ରହିବ। ପୂର୍ବ ଉତ୍ତର କୋଣରେ ହେଲେ ସବୁବେଳେ କାନ୍ଧ ବିନ୍ଧା ହବ, ସ୍ପାଇନାଲ କର୍ଡରେ ଏଞ୍ଜୋର ଆସିବ, ବହୁତ ଗୁଡା ଜିନିଷ ହେଇଛି। ଆର ରେମେଡିଜ କଣ ନା, ମୁଖ୍ୟ ରେମେଡି ହଉଛି ଏଇଟା କେବେ ଫେଲୁଅର ହେଇନି ରେମେଡି। ଯୋଉ ସିଢି ଘର ରହିଲା, ସିଢି ଘରେ ଆପଣ ଯଦି ଦୁଇଟି କଇଁଚ, ବାସ୍ତୁ କଇଁଚ, ଗୋଟାଳିଆ କଇଁଚ ସେ ତମ୍ଭା ଦ୍ଵାରା ତିଆରି ହେଇଥିବ, ତା ପଛପଟେ ନମ୍ବର କିଛି ଲେଖା ହେଇଥିବ। ସେ ନମ୍ବର ଯେମିତି ମିଶନ୍ତୁ ଆପଣ 15 ହବ, ଏମିତି ମିଶନ୍ତୁ 15 ହବ, ଏମିତି ମିଶନ୍ତୁ 15 ହବ, ଏମିତି ମିଶନ୍ତୁ, ଯେମିତି ବି କରନ୍ତୁ ସେ 15 ହଉଥିବା ଦରକାର। ସେଇ ଟାଇପର ଦିଟା କଇଁଚ ଆଣିକି ଆପଣ ପାହାଚ ତଳେ ଯଦି ପୋତି ଦେବେ, ଏବଂ ତାର ମଧ୍ୟ କିଛି ପୂଜା ପଦ୍ଧତି ଅଛି, ନିୟମ। ପୋତି ଦେଲା ପରେ କହିବି 72 ଘଣ୍ଟା ଭିତରେ ମଧ୍ୟ ଯୋଉ ଘରର ମୁଖ୍ୟ ବ୍ୟକ୍ତି କାନ୍ଧ ଦରଜ ହଉଥିବ, ସ୍ପାଇନାଲ କର୍ଡ ଇଞ୍ଜୁର ହେଇଥିବ, କିଛି ନର୍ଭ ପ୍ରୋବ୍ଲେମ ଅଛି, 72 ଆୱାର୍ସ ପରେ ସେ ଧୀରେ ଧୀରେ ରିଲାକ୍ସ ହେଇଯିବ।